ପୁଣି ବ୍ୟାଙ୍କରେ ଧାଡ଼ି ଲଗାଇବେ ଲୋକେ କି? ନୂଆ 10 ଟଙ୍କିଆ ଓ 5 ଟଙ୍କିଆ ନୋଟ୍ ଆଣିବ ଆରବିଆଇ। ଲୋକଙ୍କ ସଞ୍ଚୟ ଧନ ଉପରେ ପଡ଼ିବ କି ପ୍ରଭାବ? ନୂଆ ନୋଟ୍ ଆସିବା ପରେ ପୁରୁଣା ନୋଟ୍କୁ କ'ଣ କରିବେ ଆସନ୍ତୁ ଜାଣିବା। ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି 500 ଟଙ୍କିଆ ନୋଟ୍। ଏହା ସହିତ 10 ଟଙ୍କିଆ ବି ପରିବର୍ତ୍ତନ ହେବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁସାରେ ଏହି ଦୁଇ ନୋଟ୍ରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ ମହାତ୍ମା ଗାନ୍ଧୀଙ୍କ ନୂଆ ଫଟୋ ଏବଂ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରାଙ୍କ ଦସ୍ତଖତ ସହ ନୂଆ 10 ଟଙ୍କିଆ ଏବଂ 500 ଟଙ୍କିଆ ନୋଟ୍ ଜାରି କରାଯିବ। ଅର୍ଥାତ୍ ନୋଟ୍ରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। କ'ଣ ହେବ ପୁରୁଣା ନୋଟ୍? ଆରବିଆଇ ସ୍ପଷ୍ଟ ଭାବେ କହିଛି ନୂଆ ନୋଟ୍ ଜାରି ହେବା ପରେ ବି ପୁରୁଣା ନୋଟ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବଜାର ଏବଂ ବ୍ୟାଙ୍କରେ ଯେଉଁଭଳି ଭାବେ 10 ଟଙ୍କିଆ ଓ 5 ଟଙ୍କିଆ ନୋଟ୍ ବ୍ୟବହାର ହେଉଥିଲା ସେହିପରି ଭାବେ ପ୍ରଚଳିତ ହେବ। ଏହାର ଅର୍ଥ ଦୁଇ ପ୍ରକାର ନୋଟ୍ ନୂଆ ଓ ପୁରୁଣା ନୋଟ୍ ବିନା ଦ୍ୱନ୍ଦ୍ୱରେ ବଜାରରେ ପ୍ରଚଳିତ ହେବ। ଏଥିରେ କୌଣସି ସମସ୍ୟା ହେବ ନାହିଁ। 100 ଓ 200 ଟଙ୍କାର ବି ନୂଆ ନୋଟ୍ ଆସିବ। ଗତ ମାସରେ ଆରବିଆଇ 100 ଟଙ୍କିଆ ନୋଟ୍ ଏବଂ 200 ଟଙ୍କିଆ ନୋଟ୍ ପରିବର୍ତ୍ତନ କରିବା ନେଇ ଘୋଷଣା କରିଥିଲେ। ଏହାର ଅର୍ଥ ଖୁବ୍ ଶୀଘ୍ର ବଜାରରେ 10 ଟଙ୍କା, 100 ଟଙ୍କା, 200 ଟଙ୍କା ଓ 500 ଟଙ୍କାର ନୂଆ ନୋଟ୍ ଦେଖିବାକୁ ମିଳିପାରେ। ଏହିସବୁ ନୋଟ୍ ଉପରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରାଙ୍କ ଦସ୍ତଖତ ରହିବ। ପୁଣି ବଦଳିବ ରଙ୍ଗ ଓ ଆକାର। ପୂର୍ବରୁ ମୁଦ୍ରାକରଣରେ ଆରବିଆଇ ନୂତନ 500 ଟଙ୍କିଆ ନୋଟ୍ ଜାରି କରିଥିଲା, ଯାହାର ରଙ୍ଗ ଏବଂ ଆକାରରେ ବଡ଼ ପରିବର୍ତ୍ତନ ଆସିଥିଲା। ଏବେ ପୁଣି ଥରେ ରିଜର୍ଭ ବ୍ୟାଙ୍କ ନୂତନ 500 ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛି। ଏହି ନୋଟ୍ଗୁଡ଼ିକର ରଙ୍ଗ, ଆକାର, ଥିମ୍, ସିକ୍ୟୁରିଟି ଫିଚର ଏବଂ ଡିଜାଇନରେ ବଡ଼ ପରିବର୍ତ୍ତନ ଆସିବ। ବର୍ତ୍ତମାନର 500 ଟଙ୍କିଆ ନୋଟ୍ ଷ୍ଟୋନ୍ ଗ୍ରେ କଲରର ଥିଲା, କିନ୍ତୁ ଏବେ ଏକ ନୂତନ ରଙ୍ଗର ପ୍ରଚଳନ କରାଯାଇପାରେ ଏବଂ ଏହାର ଆକାରରେ ମଧ୍ୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି। ତେବେ ଏଠାରେ କହି ରଖୁଛୁ କି ନୂତନ 500 ଟଙ୍କିଆ ନୋଟ୍ ଓ 10 ଟଙ୍କିଆ ନୋଟ୍ ପ୍ରଚଳନ ଦ୍ୱାରା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।